କିଛି ଲୋକ ମନେ ମନେ ଭାବନ୍ତି ମୋ ଜୀବନରେ ଏମିତି ଜୀବନସାଥୀ କ'ଣ ପାଇଁ ମିଳିଲା। ଗରୁଡ଼ ପୁରାଣରେ ଶିକ୍ଷାରୁ ପ୍ରେରିତ ଏକ ଆଧ୍ୟାତ୍ମିକ କଥା ଶ୍ରୀକୃଷ୍ଣ ବାଣୀ। ନମସ୍କାର ବନ୍ଧୁଗଣ, ମଣିଷ ଜୀବନରେ ସବୁଠାରୁ ବଡ଼ ସମ୍ପର୍କ ହେଉଛି ସ୍ୱାମୀ ଏବଂ ସ୍ତ୍ରୀର ସମ୍ପର୍କ। ଏହି ସମ୍ପର୍କ କେବଳ ଦୁଇଟି ଶରୀରର ମିଳନ ନୁହେଁ, ଏହା ଦୁଇଟି ଆତ୍ମାର କର୍ମଯାତ୍ରା। କେବେ ଜୀବନସାଥୀ ଭଲ ପାଇବାର ରୂପ ନେଇ ହୋଇ ଆସନ୍ତି ତ କେବେ ଧୈର୍ଯ୍ୟର ପରୀକ୍ଷା, ଆଉ କେବେ ଜୀବନର ସବୁଠାରୁ ବଡ଼ ଶିକ୍ଷକ ହୋଇ ଆସନ୍ତି। ଅନେକ ଲୋକ ପଚାରନ୍ତି, ଭଗବାନ ମୋତେ ଏମିତି ଜୀବନସାଥୀ କାହିଁକି ଦେଲେ? ମୁଁ କ'ଣ ପାପ କରିଥିଲି? ଏ ପ୍ରଶ୍ନର ଉତ୍ତରକୁ ସରଳ ଭାବେ କୌଣସି ଏକ ଶାସ୍ତ୍ର ବାକ୍ୟ ଦେଉନଥାଏ। କିନ୍ତୁ ସନାତନ ଧର୍ମର କର୍ମ, ଧର୍ମ ଆଉ ଆତ୍ମ ଉନ୍ନତିର ଶିକ୍ଷାରୁ ଆମେ ବୁଝିପାରିଲୁ ଯେ ଜୀବନର ଅନେକ ସମ୍ପର୍କ ଆମର କର୍ମଫଳ ଓ ଶିଖିବାର ଅବସର ସହ ଜଡ଼ିତ। କୁହାଯାଏ ମଣିଷ ଜୀବନରେ ଯାହା କିଛି ଘଟେ ତାହାର ପଛରେ କୌଣସି ନା କୌଣସି କାରଣ ଥାଏ। ଯେଉଁ ବ୍ୟକ୍ତି ତୁମକୁ ହସାଏ ସେ ମଧ୍ୟ ତୁମ ଜୀବନର ଅଂଶ। ଯେଉଁ ବ୍ୟକ୍ତି ତୁମକୁ କନ୍ଦାଏ ସେ ମଧ୍ୟ ତୁମକୁ କିଛି ଶିଖାଇବାକୁ ଆସିଥାଇପାରେ। ଧର ଜଣେ ଯୁବକ ଥିଲେ, ସେ ସବୁବେଳେ ଭାବୁଥିଲେ ଯେ ବିବାହ ପରେ ତାଙ୍କ ଜୀବନ ସ୍ୱର୍ଗ ହୋଇଯିବ। କିନ୍ତୁ ବିବାହ ପରେ ସେ ଦେଖିଲେ ତାଙ୍କ ସ୍ତ୍ରୀଙ୍କ ସ୍ୱଭାବ ତାଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଦୁହିଁଙ୍କ ମଧ୍ୟରେ ପ୍ରାୟତଃ ମତଭେଦ ହେଉଥିଲା, ଆଉ ସେ ଭଗବାନଙ୍କୁ ପଚାରୁଥିଲେ, ହେ ପ୍ରଭୁ, ମୋତେ ଏମିତି ଜୀବନସାଥୀ କାହିଁକି ଦେଲେ? ଦିନେ ସେ ଜଣେ ସାଧୁଙ୍କ ପାଖକୁ ଗଲେ। ସାଧୁ ହସି କହିଲେ, ଓ ତୁମେ ଜୀବନସାଥୀକୁ ବଦଳାଇବାକୁ ଚାହୁଁଛ, କିନ୍ତୁ କେବେ ନିଜକୁ ବଦଳାଇବାକୁ ଚେଷ୍ଟା କରିଛ କି? ଯୁବକ ନୀରବ ହୋଇଗଲେ। ସାଧୁ ପୁଣି କହିଲେ, ଯେଉଁ ଆଇନାରେ ମୁହଁ ମଇଳା ଦେଖାଯାଏ ସେଠାରେ ଆଇନାକୁ ଦୋଷ ଦେଲେ ଲାଭ ନାହିଁ। ପ୍ରଥମେ ନିଜ ମୁହଁକୁ ସଫା କର। ସେହିପରି ପ୍ରତ୍ୟେକ ସମ୍ପର୍କ ପ୍ରଥମେ ଆମକୁ ନିଜକୁ ଦେଖିବାକୁ ଶିଖାଏ। ଏହି କଥା ଶୁଣି ଯୁବକଙ୍କ ମନରେ ପ୍ରଥମ ଥର ପାଇଁ ପ୍ରଶ୍ନ ଉଠିଲା, ମୁଁ କେବଳ ଅନ୍ୟର ଭୁଲ ଦେଖୁଛି କି, ନା ମୋର ମଧ୍ୟ କିଛି ଭୁଲ ଅଛି? ବନ୍ଧୁଗଣ, ଅନେକ ସମୟରେ ଆମେ ନିଜର କ୍ରୋଧ, ଅହଙ୍କାର, ଅଧୈର୍ଯ୍ୟ କିମ୍ବା କଠୋର କଥାକୁ ଦେଖୁନଥାଉ, କିନ୍ତୁ ଅନ୍ୟର ଛୋଟ ଭୁଲ ମଧ୍ୟ ଆମକୁ ବହୁତ ବଡ଼ ଲାଗେ। ଜୀବନସାଥୀ କେବେ କେବେ ଆମର ଧୈର୍ଯ୍ୟ, କ୍ଷମା ଓ ବୁଝାମଣାକୁ ପରୀକ୍ଷା କରିବାର ଅବସର ହୋଇ ଆସନ୍ତି। ଏହାର ଅର୍ଥ ଏହା ନୁହେଁ ଯେ ଅନ୍ୟାୟକୁ ସହିବା ଉଚିତ, ବରଂ ପ୍ରଥମେ ନିଜ ଆଚରଣକୁ ମଧ୍ୟ ସତ୍ୟନିଷ୍ଠ ଭାବେ ଖତିଆନ କରିବା ଦରକାର। ଶ୍ରୀକୃଷ୍ଣ ଗୀତାରେ କର୍ମ, ସଂଯମ ଓ ସମବୁଦ୍ଧିର ମହତ୍ତ୍ୱ ବୁଝାଇଛନ୍ତି। ସେହି ଶିକ୍ଷା ଆମକୁ କହେ ଯେ ପରିସ୍ଥିତି ଯେପରି ହେଉ ଆମର କର୍ମ ଓ ଆଚରଣ ଧର୍ମମୟ ହେବା ଉଚିତ। ସେହି ଯୁବକ ଘରକୁ ଫେରି ନିଷ୍ପତ୍ତି ନେଲେ, ଆଜିଠାରୁ ସେ ପ୍ରଥମେ ନିଜର କଥାବାର୍ତ୍ତା, ବ୍ୟବହାର ଓ କ୍ରୋଧକୁ ନିୟନ୍ତ୍ରଣ କରିବେ। କିଛି ସପ୍ତାହ ପରେ ସେ ଦେଖିଲେ ଘରର ପରିବେଶ ଧୀରେ ଧୀରେ ବଦଳୁଛି। ଯେଉଁଠାରେ ପ୍ରତିଦିନ ବିବାଦ ହେଉଥିଲା ସେଠାରେ ଏବେ ଆଲୋଚନା ଓ ବୁଝାମଣା ବଢ଼ିଲା। ସେତେବେଳେ ସେ ବୁଝିଲେ, ଭଗବାନ ମୋତେ ଦଣ୍ଡ ଦେବା ପାଇଁ ନୁହେଁ, ବରଂ ମୋତେ ଭଲ ମଣିଷ ପାଇଁ ଏହି ପରିସ୍ଥିତି ଦେଇଥିଲେ। ବନ୍ଧୁଗଣ, ପ୍ରତ୍ୟେକ ସମ୍ପର୍କର ଲକ୍ଷ୍ୟ କେବଳ ସୁଖ ନୁହେଁ, କେବେ କେବେ ଆତ୍ମ ଉନ୍ନତି ମଧ୍ୟ ହୋଇଥାଏ। ଏବେ ଏକ ପ୍ରଶ୍ନ ଅନେକଙ୍କ ମନରେ ଆସେ, ଆମର ଜୀବନସାଥୀ କି ପୁନର୍ଜନ୍ମର କର୍ମଫଳ? ସନାତନ ଧର୍ମର କର୍ମଫଳର ଧାରଣା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅନେକ ଗ୍ରନ୍ଥରେ କୁହାଯାଇଛି ଯେ ମଣିଷର କର୍ମ ତାହାର ଭବିଷ୍ୟତ ଅନୁଭବକୁ ପ୍ରଭାବିତ କରେ। କିନ୍ତୁ କେଉଁ ବ୍ୟକ୍ତି କାହା ସହ ବିବାହ କରିବେ କିମ୍ବା କେଉଁ ସମ୍ପର୍କ ନିଶ୍ଚିତ ଭାବରେ ପୁନର୍ଜନ୍ମର ଫଳ, ଏପରି ସ୍ପଷ୍ଟ ଦାବି ଶାସ୍ତ୍ରରୁ କରିବା ଉଚିତ ନୁହେଁ। ବରଂ ଏହି ଶିକ୍ଷାକୁ ଏପରି ବୁଝିବା ଭଲ ଯେ ଆମର କର୍ମ ଆମ ଜୀବନର ପରିସ୍ଥିତିକୁ ଗଢ଼ି ତୋଳେ। ଏକ କଥା ଶୁଣନ୍ତୁ, ଗୋଟିଏ ଗାଁରେ ମାଧବ ନାମକ ଜଣେ ଗୃହସ୍ଥ ରହୁଥିଲେ। ସେ ତାଙ୍କ ସ୍ତ୍ରୀ ସାବିତ୍ରୀ ପରିଶ୍ରମୀ ଥିଲେ, କିନ୍ତୁ ବହୁତ ରାଗୀ ସ୍ୱଭାବର। ଛୋଟ ଛୋଟ କଥାରେ ଦୁହିଁଙ୍କ ମଧ୍ୟରେ ବିବାଦ ହେଉଥିଲା। ମାଧବ ପ୍ରତିଦିନ ମନେ ମନେ କହୁଥିଲେ, ମୋର ଭାଗ୍ୟ ଏତେ ଖରାପ କାହିଁକି? ଅନ୍ୟମାନଙ୍କ ଘରେ ଶାନ୍ତି ଅଛି, ମୋ ଘରେ କାହିଁକି ନାହିଁ? ଦିନେ ସେ ଜଣେ ବୃଦ୍ଧ ସାଧୁଙ୍କ ପାଖକୁ ଗଲେ। ସେ ସମସ୍ତ ଦୁଃଖ କହିଲେ। ସାଧୁ ହସି କହିଲେ, ତୁମେ କେବେ ନିଜ ମନରେ ଦେଖିଛ କି ତୁମ ଘରେ ଅଗ୍ନି କେବଳ ଅନ୍ୟ ଜଣଙ୍କ ଦ୍ୱାରା ଲାଗୁଛି, ନା ତୁମେ ମଧ୍ୟ ତାହାର ଇନ୍ଧନ ପକାଉଛ? ମାଧବ ଚୁପ୍ ହୋଇ ରହିଗଲେ। ସାଧୁ ପୁଣି କହିଲେ, ଯେଉଁ ଘରେ ଦୁଇ ଜଣ ଅହଙ୍କାର ସହ ରହନ୍ତି ସେଠାରେ ସୁଖ ଟିକି
ରହିପାରେନି, କିନ୍ତୁ ଯେଉଁଠି ଜଣେ ମଧ୍ୟ ଧୈର୍ଯ୍ୟ ଧରନ୍ତି ସେଠାରେ ପରିବର୍ତ୍ତନର ଦ୍ୱାର ଖୋଲିଥାଏ। ଏହି କଥା ମାଧବଙ୍କ ହୃଦୟକୁ ସ୍ପର୍ଶ କଲା। ସେହି ଦିନଠାରୁ ସେ ନିଷ୍ପତ୍ତି ନେଲେ ଯେ କ୍ରୋଧର ଉତ୍ତର କ୍ରୋଧରେ ଦେବେ ନାହିଁ। ଯେତେବେଳେ ବିବାଦ ହେବ ପ୍ରଥମେ ଶାନ୍ତ ହୋଇ ଶୁଣିବେ। ଧୀରେ ଧୀରେ ସ୍ତ୍ରୀଙ୍କ ବ୍ୟବହାରରେ ମଧ୍ୟ ପରିବର୍ତ୍ତନ ଆସିଲା। ବନ୍ଧୁଗଣ, ଏହାର ଅର୍ଥ ଏହା ନୁହେଁ ଯେ ସବୁ ସମସ୍ୟା ଜଣେ ଲୋକ ଏକା ଠିକ୍ କରିଦେବ। ସୁସ୍ଥ ଦାମ୍ପତ୍ୟ ପାଇଁ ଦୁହିଁଙ୍କ ପ୍ରୟାସ ଆବଶ୍ୟକ। ଯଦି ସମ୍ପର୍କର ଅପମାନ, ହିଂସା କିମ୍ବା ଅତ୍ୟାଚାର ଥାଏ, ତେବେ ନିରାପତ୍ତା ଓ ସହାୟତା ନେବା ମଧ୍ୟ ଧର୍ମ ସମ୍ମତ ଓ ଜରୁରୀ। ଶ୍ରୀକୃଷ୍ଣଙ୍କ ଶିକ୍ଷା ଆମକୁ କହେ, ନିଜ କର୍ତ୍ତବ୍ୟକୁ ସତ୍ୟନିଷ୍ଠ ଭାବେ ପାଳନ କର, କ୍ରୋଧ ଓ ଅହଙ୍କାରକୁ ନିୟନ୍ତ୍ରଣ କର ଏବଂ ଧର୍ମର ପଥରେ ଅଟଳ ରୁହ। ଏହି ଗୁଣଗୁଡ଼ିକ ଯେକୌଣସି ସମ୍ପର୍କକୁ ଶକ୍ତିଶାଳୀ କରିପାରେ। ମନେ ରଖନ୍ତୁ ବନ୍ଧୁଗଣ, ପ୍ରତ୍ୟେକ କଠିନ ପରିସ୍ଥିତି କେବଳ ଦଣ୍ଡ ନୁହେଁ, କେବେ କେବେ ସେ ଶିକ୍ଷା ମଧ୍ୟ ଦେଇପାରେ। ଜୀବନସାଥୀକୁ ବଦଳାଇବା ପୂର୍ବରୁ ନିଜ ଆଚରଣକୁ ଦେଖିବା ଉଚିତ। ପ୍ରେମ, ସମ୍ମାନ, ସଂଯମ ଓ ସଂଳାପ, ଏହି ଚାରୋଟି ଦାମ୍ପତ୍ୟ ଜୀବନର ସବୁଠାରୁ ବଡ଼ ଶକ୍ତି। ଶେଷରେ ସାଧୁ ମାଧବଙ୍କୁ କହିଲେ, ଈଶ୍ୱର ତୁମ ଜୀବନରେ ଯେଉଁ ଲୋକକୁ ପଠାଇଛନ୍ତି, ସେମାନଙ୍କ ମାଧ୍ୟମରେ ତୁମେ କ'ଣ ଶିଖିଛ? ସେହି କଥା ହିଁ ସବୁଠାରୁ ବଡ଼ ପ୍ରଶ୍ନ। ମାଧବଙ୍କ ଆଖିରେ ଲୁହ ଆସିଗଲା। ସେ ବୁଝିଗଲେ, ଜୀବନ ପ୍ରତ୍ୟେକ ସମ୍ପର୍କରେ ଅଭିଯୋଗ କରିବାଠାରୁ ଶିଖିବା ଅତ୍ୟନ୍ତ ମୂଲ୍ୟବାନ। ଅହଙ୍କାର, ଯେଉଁଠାରେ ମୁଁ ଠିକ୍ ବୋଲି ଭାବନା ବଢ଼ିଥାଏ, ସେଠାରେ ପ୍ରେମ କମିଥାଏ। ଅହଙ୍କାର ମଣିଷର ନିଜର ଭୁଲ ଦେଖିବାକୁ ଦେଉନଥାଏ। ଏକଥର ଜଣେ ବୃଦ୍ଧ ଗୁରୁ କହିଥିଲେ, ନଇଁ ଯାଇଥିବା ଗଛ ଝଡ଼ରେ ବଞ୍ଚିଯାଏ, କିନ୍ତୁ ଅତ୍ୟଧିକ କଠୋର ଗଛ ଭାଙ୍ଗିଯାଏ। ସେହିପରି ଯିଏ ସମ୍ପର୍କର ନମ୍ର ହୁଏ, ସେ ସମ୍ପର୍କକୁ ଦୀର୍ଘସ୍ଥାୟୀ କରିପାରେ। କ୍ରୋଧରେ କୁହାଯାଉଥିବା ଗୋଟିଏ କଥା ବର୍ଷର ପ୍ରେମକୁ ଆଘାତ ଦେଇପାରେ। ଶ୍ରୀକୃଷ୍ଣ ଗୀତାରେ କ୍ରୋଧର କୁଫଳ ବିଷୟରେ କହିଛନ୍ତି। କ୍ରୋଧ ବିବେକକୁ ଆବୃତ କରିଦିଏ, ତେଣୁ ରାଗ ଆସିଲେ ତୁରନ୍ତ ନିଷ୍ପତ୍ତି ନେବା ଠିକ୍ ନୁହେଁ। ଅନେକ ଲୋକ ନିଜ ଜୀବନସାଥୀକୁ ଅନ୍ୟମାନଙ୍କ ସହ ତୁଳନା କରନ୍ତି। ସେମାନଙ୍କ ସ୍ୱାମୀ ଏମିତି, ସେମାନଙ୍କ ସ୍ତ୍ରୀ ଏମିତି। ଏହି ତୁଳନା ଧୀରେ ଧୀରେ ଅସନ୍ତୋଷ ବଢ଼ାଏ। ପ୍ରତ୍ୟେକ ପରିବାରର ପରିସ୍ଥିତି ଅଲଗା ହୁଏ। ତୁଳନାରୁ ଅଧିକ ଜରୁରୀ ହେଉଛି ପରସ୍ପରକୁ ବୁଝିବା। ନୀରବତା ସବୁବେଳେ ଶାନ୍ତିର ଚିହ୍ନ ନୁହେଁ, କେବେ କେବେ ଏହା ଦୂରତାର ସଂକେତ। ଯେଉଁ ଘରେ ସ୍ୱାମୀ ସ୍ତ୍ରୀ ଖୋଲାମେଲା ଭାବେ କଥା କୁହନ୍ତି, ସେଠାରେ ଛୋଟ ବଡ଼ ସମସ୍ୟା ବଡ଼ ହେବା ପୂର୍ବରୁ ସମାଧାନ ହୋଇଥାଏ। କୃତଜ୍ଞତାର ଅଭାବ, ଅନେକ ସମୟରେ ଆମେ ଜୀବନସାଥୀଙ୍କ ଛୋଟ ଛୋଟ ତ୍ୟାଗକୁ ସାଧାରଣ ବୋଲି ଭାବି ଭୁଲି ଯାଉ। ଗୋଟିଏ ଧନ୍ୟବାଦ, ଗୋଟିଏ ପ୍ରଶଂସା କିମ୍ବା ଗୋଟିଏ ସ୍ନେହଭରା କଥା ସମ୍ପର୍କକୁ ନୂଆ ଶକ୍ତି ଦେଇପାରେ। ଏବେ ଏକ ଛୋଟ କାହାଣୀ। ଏକ ଗାଁରେ ଗୋପାଳ ଓ ରାଧା ନାମକ ଦମ୍ପତି ରହୁଥିଲେ। ସେମାନେ ଗରିବ ଥିଲେ କିନ୍ତୁ ପରିଶ୍ରମୀ। ଆରମ୍ଭରେ ସେମାନଙ୍କ ଜୀବନ ବହୁତ ସୁନ୍ଦର ଥିଲା, କିନ୍ତୁ ସମୟ ସହିତ ଗୋପାଳ ଅନ୍ୟମାନଙ୍କ ଘର ଦେଖି ନିଜ ଜୀବନକୁ ନେଇ ଅସନ୍ତୁଷ୍ଟ ହେବାକୁ ଲାଗିଲେ। ସେ ପ୍ରତିଦିନ କହୁଥିଲେ, ଆମ ପାଖରେ କିଛି ନାହିଁ, ମୋର ଜୀବନ ବ୍ୟର୍ଥ। ରାଧା ଚୁପଚାପ ସବୁ ଶୁଣୁଥିଲେ। ଦିନେ ଗାଁକୁ ଜଣେ ସନ୍ଥ ଆସିଲେ। ଗୋପାଳ ନିଜ ଦୁଃଖ କହିଲେ। ସନ୍ଥ ପଚାରିଲେ, ତୁମ ସ୍ତ୍ରୀ କି ତୁମ ସହ ଦୁଃଖରେ ଛିଡ଼ା ରହୁଛନ୍ତି? ଗୋପାଳ କହିଲେ, ହଁ। ସେ କି ତୁମ ପରିବାରର ଯତ୍ନ ନିଅନ୍ତି? ହଁ। ତେବେ ତୁମେ ଗରିବ ନୁହେଁ, ତୁମ ପାଖରେ ସେହି ସମ୍ପଦ ଅଛି ଯାହା ଧନରେ କିଣି ହେବ ନାହିଁ, ବିଶ୍ୱାସ ଓ ସାଥ। ଏହି କଥା ଶୁଣି ଗୋପାଳଙ୍କ ଆଖି ଖୋଲିଗଲା। ସେ ବୁଝିଲେ ଯେ ସେ ସବୁବେଳେ ଯାହା ନଥିଲା ତାହାକୁ ଦେଖୁଥିଲେ, କିନ୍ତୁ ଯାହା ଥିଲା ତାହାର ମୂଲ୍ୟ ଦେଉନଥିଲେ। ବନ୍ଧୁଗଣ, ଅନେକ ସମୟରେ ଆମେ ଈଶ୍ୱରଙ୍କୁ ଦେଇଥିବା ଆଶୀର୍ବାଦକୁ ଚିହ୍ନି ପାରୁନାହୁଁ, କାରଣ ଆମର ଦୃଷ୍ଟି ସବୁବେଳେ ଅଭାବ ଉପରେ ରହେ। ଜୀବନସାଥୀକୁ ସମ୍ମାନ ଦିଅନ୍ତୁ, ତାଙ୍କ କଥା ଶୁଣନ୍ତୁ ଏବଂ ପରସ୍ପର ସହ ଧର୍ମ, ସତ୍ୟ ଓ ବିଶ୍ୱାସର ପଥରେ ଚାଲିବାକୁ ଚେଷ୍ଟା କରନ୍ତୁ। ଆମେ ଏଥିରୁ ଜାଣିଲୁ ଯେ ପ୍ରତ୍ୟେକ ସମ୍ପର୍କ କେବଳ ସୁଖ ଦେବା ପାଇଁ ନୁହେଁ, ବରଂ ଆମକୁ ଧୈର୍ଯ୍ୟ, କ୍ଷମା, ନମ୍ରତା ଓ ଆତ୍ମଜ୍ଞାନ ଶିଖାଇବା ପାଇଁ ମଧ୍ୟ ଆସିଥାଇପାରେ। ଏବେ ଆମର ପ୍ରଶ୍ନ ହେଉଛି, ଭଗବାନ କି ଆମକୁ ସଂକେତ ଦିଅନ୍ତି ଯେ ଆମ ନିଜକୁ ବଦଳାଇବାର ସମୟ ଆସିଛି? ସନାତନ ଧର୍ମର ଶିକ୍ଷା ଆମକୁ ବାହ୍ୟ ଆଲୋକିତ ସଂକେତ ଖୋଜିବାକୁ ଅଧିକ ନିଜ ମନ ଓ କର୍ମକୁ ଦେଖିବାକୁ ପ୍ରେରଣା ଦିଏ। ଯେତେବେଳେ ଆମେ ବାରମ୍ବାର ସେହି ଭୁଲ କରୁଛୁ, ସେତେବେଳେ ଜୀବନ ସେହି ଶିକ୍ଷାକୁ ପୁଣି ଆମ ସାମ୍ନାକୁ ଆଣିପାରେ। ପ୍ରଥମ ସଂକେତ, ମନର ଅଶାନ୍ତି।
ଘରେ ସବୁକିଛି ଥିଲେ ମଧ୍ୟ ଯଦି ମନରେ ଶାନ୍ତି ନଥାଏ ତେବେ କେବଳ ଅନ୍ୟକୁ ଦୋଷ ଦେବା ପୂର୍ବରୁ ନିଜ ଆଚରଣ ମଧ୍ୟ ଦେଖିବା ଉଚିତ। ଦ୍ୱିତୀୟ ସଂକେତ, ଏକ ଭୁଲ ବାରମ୍ବାର ହେବା, ପ୍ରତିଦିନ ସେହି ବିବାଦ, ସେହି ଅଭିଯୋଗ, ସେହି କ୍ରୋଧ। ଏହା ହୋଇପାରେ ଯେ ସମସ୍ୟା କେବଳ ପରିସ୍ଥିତିରେ ନୁହେଁ, କିଛି ପରିବର୍ତ୍ତନ ଆମ ଚିନ୍ତାଧାରାର ମଧ୍ୟ ଆବଶ୍ୟକ। ତୃତୀୟ ସଂକେତ, କୃତଜ୍ଞତା ହରାଇଯିବା। ଯେତେବେଳେ ଆମେ ଜୀବନସାଥୀଙ୍କ ଭଲ ଗୁଣ ଦେଖିବା ବନ୍ଦ କରିଦେଉ ସେତେବେଳେ ସମ୍ପର୍କରେ ଦୂରତା ବଢ଼ିବାକୁ ଲାଗେ। ଏକ ଛୋଟ କଥା ଶୁଣନ୍ତୁ। ଜଣେ ବୃଦ୍ଧ ଦମ୍ପତି ଥିଲେ। ବିବାହର 40 ବର୍ଷ ପରେ ମଧ୍ୟ ସେମାନେ ଖୁସିରେ ରହୁଥିଲେ। ଜଣେ ଯୁବକ ପଚାରିଲେ, ଆପଣମାନଙ୍କ ମଧ୍ୟରେ କେବେ ଝଗଡ଼ା ହୋଇନି କି? ବୃଦ୍ଧ ହସି କହିଲେ, ଝଗଡ଼ା ହୋଇଛି, କିନ୍ତୁ ଆମେ ଝଗଡ଼ାକୁ ଘରର ମାଲିକ କରିନାହୁଁ। ଯୁବକ ପଚାରିଲେ, ତାହାର ଅର୍ଥ? ବୃଦ୍ଧ କହିଲେ, ଆମେ ରାଗ କରୁଥିଲୁ କିନ୍ତୁ ଅପମାନ କରୁନଥିଲୁ, ମତଭେଦ କରୁଥିଲୁ କିନ୍ତୁ ପରସ୍ପର ପ୍ରତି ସମ୍ମାନ ହରାଉନଥିଲୁ। ଏ କଥା ଶୁଣି ଯୁବକ ବୁଝିଗଲେ ଯେ ସମ୍ପର୍କର ଶକ୍ତି କେବଳ ପ୍ରେମର ନୁହେଁ, ସମ୍ମାନର ମଧ୍ୟ ରହିଛି। ଶ୍ରୀକୃଷ୍ଣଙ୍କ ଶିକ୍ଷା ଆମକୁ କହେ ଯେ ଇନ୍ଦ୍ରିୟ ଓ କ୍ରୋଧକୁ ସଂଯମ କରିବା ମଣିଷର ଶକ୍ତି। ସଂଯମ ଥିଲେ କଠିନ ପରିସ୍ଥିତିରେ ମଧ୍ୟ ବିବେକ ରହିଯାଏ। ମନେ ରଖନ୍ତୁ, ପ୍ରେମ ସହ ସତ୍ୟ କହନ୍ତୁ, କ୍ରୋଧରେ ନିଷ୍ପତ୍ତି ନିଅନ୍ତୁ ନାହିଁ। ପରସ୍ପରଙ୍କ କଥା ଧୈର୍ଯ୍ୟର ସହ ଶୁଣନ୍ତୁ। ଭୁଲ ହେଲେ କ୍ଷମା ମାଗିବାର ସଂକୋଚ କରନ୍ତୁ ନାହିଁ। ସମ୍ପର୍କରେ ବିଶ୍ୱାସକୁ ସବୁଠାରୁ ବଡ଼ ସମ୍ପଦ ବୋଲି ଭାବି ରଖନ୍ତୁ। ଏହା ମଧ୍ୟ ମନେ ରଖନ୍ତୁ, ଯଦି କୌଣସି ସମ୍ପର୍କରେ ହିଂସା, ଅପମାନ କିମ୍ବା ଅତ୍ୟାଚାର ଥାଏ ତେବେ ତାହାକୁ ଚୁପଚାପ ସହିବାକୁ ଧର୍ମ କୁହେ ନାହିଁ। ନିଜ ସୁରକ୍ଷା ଓ ଉଚିତ ସହାୟତା ନେବା ମଧ୍ୟ ଜରୁରୀ। ବନ୍ଧୁଗଣ, ଭଗବାନ ପ୍ରତ୍ୟେକ ପରିସ୍ଥିତିରେ ଆମକୁ ଗୋଟିଏ ପ୍ରଶ୍ନ ପଚାରନ୍ତି, ତୁମେ ଏହି ଅନୁଭବରୁ କ'ଣ ଶିଖିଲ? ସେଦିନ ଆମେ ଏହି ପ୍ରଶ୍ନର ଉତ୍ତର ଖୋଜିବା ଆରମ୍ଭ କରୁ, ସେଦିନ ଜୀବନର ଦିଗ ବଦଳାଇବା ଆରମ୍ଭ ହୁଏ। ଆଉ ଗୋଟିଏ ପ୍ରଶ୍ନ ମଧ୍ୟ ଆମ ମନକୁ ଆସେ, ଏମିତି ଜୀବନସାଥୀ ତୁମକୁ କ'ଣ ପାଇଁ ମିଳିଲା? ଆଜି ଆମେ ଏହି କଥାର ଶେଷ ଅଧ୍ୟାୟରେ ପହଞ୍ଚିଛୁ। ମଣିଷ ଜୀବନରେ ଅନେକ ଥର ଏମିତି ସମୟ ଆସେ ଯେତେବେଳେ ସେ ଭଗବାନଙ୍କୁ ପଚାରେ, ହେ ପ୍ରଭୁ, ମୋତେ ଏମିତି ଜୀବନସାଥୀ କାହିଁକି ମିଳିଲା? କିନ୍ତୁ ଧୀରେ ଧୀରେ ସେ ବୁଝିବାକୁ ଲାଗେ ଯେ ଏ ପ୍ରଶ୍ନର ଉତ୍ତର ସବୁବେଳେ ବାହାରେ ନୁହେଁ, ନିଜ ଭିତରେ ହିଁ ଲୁଚିଥାଏ। ମାଧବଙ୍କ ଜୀବନରେ ପରିବର୍ତ୍ତନ। ସାଧୁଙ୍କ ଉପଦେଶ ପରେ ମାଧବ ନିଜର ଆଚରଣ ବଦଳାଇବା ଆରମ୍ଭ କଲେ। ସେ ପ୍ରତିଦିନ ସକାଳେ ଭଗବାନଙ୍କୁ ପ୍ରାର୍ଥନା କରୁଥିଲେ, ହେ ପ୍ରଭୁ, ମୋର ଜୀବନସାଥୀକୁ ବଦଳାଇବା ପୂର୍ବରୁ ମୋତେ ଭଲ ମଣିଷ କର। ଏହି ପ୍ରାର୍ଥନା ତାଙ୍କ ଜୀବନକୁ ବଦଳାଇ ଦେଇଥିଲା। ସେ ଧୀରେ ଧୀରେ କମ୍ କ୍ରୋଧ କରିବାକୁ ଲାଗିଲେ, ଅଧିକ ଶୁଣିବାକୁ ଲାଗିଲେ ଏବଂ ପରିବାରକୁ ସମୟ ଦେବାକୁ ଲାଗିଲେ। ତାଙ୍କ ସ୍ତ୍ରୀ ମଧ୍ୟ ଏହି ପରିବର୍ତ୍ତନ ଦେଖି ନିଜ ବ୍ୟବହାରରେ ପରିବର୍ତ୍ତନ ଆଣିଲେ। ଘର ଯେଉଁଠାରେ ପ୍ରତିଦିନ ବିବାଦ ହେଉଥିଲା ସେଠାରେ ଧୀରେ ଧୀରେ ହସ ଫେରି ଆସିଲା। ସବୁ ସମ୍ପର୍କ କି ବଦଳିଯାଏ? ନା, ଏହା ମଧ୍ୟ ସତ୍ୟ ଯେ ସବୁ ସମ୍ପର୍କ ସୁଧାରି ଯାଏ ନାହିଁ। କେବେ କେବେ ଦୁଇ ଜଣଙ୍କ ପ୍ରୟାସ ସତ୍ତ୍ୱେ ମଧ୍ୟ ସମସ୍ୟା ରହିଯାଏ। ଯଦି କୌଣସି ସମ୍ପର୍କରେ ମିଥ୍ୟା, ଅପମାନ, ନିର୍ଯାତନା କିମ୍ବା ହିଂସା ଥାଏ ତେବେ ତାହାକୁ ଚୁପଚାପ ସହିବାକୁ ଆଧ୍ୟାତ୍ମିକତା କୁହେ ନାହିଁ। ଧର୍ମ ଆମକୁ ସତ୍ୟ, ନ୍ୟାୟ ଓ କରୁଣାର ପଥ ଦେଖାଏ। ଆବଶ୍ୟକ ହେଲେ ପରିବାର, ବିଶ୍ୱସ୍ତ ବ୍ୟକ୍ତି କିମ୍ବା ଉଚିତ ସହାୟତା ନେବା ମଧ୍ୟ ଠିକ୍। ଶ୍ରୀକୃଷ୍ଣଙ୍କ ଶିକ୍ଷାର ସାର। ଶ୍ରୀକୃଷ୍ଣଙ୍କ ବାଣୀ ଆମକୁ ଏହା ଶିଖାଏ, କର୍ମକୁ ଶୁଦ୍ଧ ରଖ, କ୍ରୋଧକୁ ନିୟନ୍ତ୍ରଣ କର, ଅହଙ୍କାରକୁ ଛାଡ଼, ସତ୍ୟ ଓ ଧର୍ମର ପଥରେ ଚାଲ, ଅନ୍ୟକୁ ବଦଳାଇବା ପୂର୍ବରୁ ନିଜକୁ ସୁଧାର। ଏହି ଶିକ୍ଷାଗୁଡ଼ିକ ଦାମ୍ପତ୍ୟ ସହ ସମସ୍ତ ସମ୍ପର୍କର ପ୍ରଯୁଜ୍ୟ। ଶେଷ ସନ୍ଦେଶ। ବନ୍ଧୁଗଣ, ଜୀବନସାଥୀ ଈଶ୍ୱରଙ୍କ ପକ୍ଷରୁ ଦିଆଯାଇଥିବା କେବଳ ଏକ ପୁରସ୍କାର କିମ୍ବା ଦଣ୍ଡ ବୋଲି ନିଶ୍ଚିତ ଭାବେ କହିହେବ ନାହିଁ, କିନ୍ତୁ ପ୍ରତ୍ୟେକ ସମ୍ପର୍କ ଆମକୁ କିଛି ନା କିଛି ଶିଖିବାର ସୁଯୋଗ ଦେଇପାରେ। ଯେଉଁ ଘରେ ବିଶ୍ୱାସ ଅଛି, ସମ୍ମାନ ଅଛି, କ୍ଷମା ଅଛି, ସଂଳାପ ଅଛି ଏବଂ ଈଶ୍ୱରଙ୍କ ପ୍ରତି ଆସ୍ଥା ଅଛି, ସେହି ଘର ଧୀରେ ଧୀରେ ସୁଖ, ଶାନ୍ତି ଓ ସନ୍ତୋଷର ପଥରେ ଆଗକୁ ବଢ଼େ। ମନେ ରଖନ୍ତୁ ବନ୍ଧୁଗଣ, ଅନେକ ଭୁଲ ଖୋଜିବା ବହୁତ ସହଜ, କିନ୍ତୁ ନିଜକୁ ସୁଧାରିବା ହିଁ ପ୍ରକୃତ ସାଧନା। ଏହି କଥାର ଉଦ୍ଦେଶ୍ୟ କାହାକୁ ଦୋଷ ଦେବା ନୁହେଁ, ବରଂ ଆମକୁ ନିଜ ଜୀବନ, କର୍ମ ଓ ସମ୍ପର୍କର ବିଷୟରେ ଗଭୀର ଭାବେ ଚିନ୍ତା କରାଇବା ଆବଶ୍ୟକ। ଜୟ ଶ୍ରୀକୃଷ୍ଣ। ରାଧେ ରାଧେ। ବନ୍ଧୁଗଣ, ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗିଥାଏ ଭିଡ଼ିଓଟିକୁ ଲାଇକ୍ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।